ମୁଁ ଆମେ ସ୍ୱାଗତ କରୁଛି ମୋର ଆଜିର ନ୍ୟୁ ବ୍ଲଗ୍କୁ ଆଶା କରୁଛି ଆପଣମାନେ ସବୁ ବିନ୍ଦାସ ଥିବେ ଭଲ ଥିବେ ଗାଇସ୍ ଆଜି ତ ଅଫିସ୍ ଆସିଥିଲି ପ୍ରାୟତଃ କାମ ସରିଯାଇଛି ଆଉ ଆଜି ମୋର ବିଶେଷ ବି କାମ ନାହିଁ ଆଜି କାରଣ ଆପଣମାନେ ଜାଣିଥିବେ ଆଜି ସଣ୍ଡେରେ ପୁରା ଛୁଟି ଅଛି ଅଫିସ୍ କିନ୍ତୁ ମୋର ଯେତିକି ସଟରଡେ କାମଟା ପେଣ୍ଡିଂ ଥାଏ ମୁଁ ସେଇଟା ଆସିକି ସଣ୍ଡେରେ କରେ ଆଉ ତେଣୁକରି କାମ ଫାଇନାଲ୍ ମୋର ସରିଯାଇଛି କିନ୍ତୁ ମୁଁ ଭାବିଲି କେଉଁ ନା ବ୍ଲଗ୍ଟା ହେଇଯାଉ ମଣ୍ଡେ ପାଇଁ ଆଉ ତେଣୁକରି ମୁଁ ଗାଇସ୍ ଏଇ ଜଷ୍ଟ ଆସି ଅଫିସ୍ ପହଞ୍ଚିକି ମୋର କାମ ସରିଗଲାଣି କିନ୍ତୁ ଫାଇନାଲି ଆଉ ଟିକେ ଅଳ୍ପ କିଛି ପେଣ୍ଡିଂ ଅଛି ଯେଉଁଟାକି ଫାଇନାଲି ଏଣ୍ଡ ଅଫ୍ କରିକି ଟିକେ ଚା ପିଇ ଦେଇକି ଯିବି ଗାଇସ୍ ଆକ୍ଚୁଆଲି ମୁଁ ଟିକେ ଗୀତ ଶୁଣିବାକୁ ଭାରି ଭଲ ପାଏ ତେଣୁକରି ଆର୍ଲି ମର୍ଣ୍ଣିଂରେ ଯେତେବେଳେ ଆସୁଛି ସେଥିପାଇଁ ଏ ହେଡ଼ଫୋନ୍ଟା ନେଇକି ଆସୁଛି ମୁଁ ଗୀତ ଶୁଣୁଛି ନହେଲେ ବେବି ମୋର ଗୋଟେ ହେଡ଼ଫୋନ୍ଟାକୁ ଭାଙ୍ଗିଦେଲା ଏଇଟା ହେଉଛି ମୋର 5 କି 6ର ପଡ଼ିଲା ହେଡ଼ଫୋନ୍ଟା ଏଟାକୁ ବି ବହୁତ ଟ୍ରାଏ କରୁଛି କିନ୍ତୁ ଏଟା ହେଉଛି ଟିକେ ବଡ଼ ସାଇଜ୍ର ହେଉଛି ତା କାନରେ ପଶୁନି ସେଥିପାଇଁ ସେ ନେଇପାରୁନି ଯାଇ ହଉ ଆଉ ଆଜି ସଣ୍ଡେ ଅଛି ଆଜି ବହୁତ ବି କାମ ଅଛି ସଣ୍ଡେ ମାନେ ଆପଣ ସେମିତି କିଛି ଭାବିବେନି ଏଇଟା ଆମର ନର୍ମାଲ୍ ଡେ ପଳେଇବ ନର୍ମାଲ୍ ମାନେ ଦିନ ପଳେଇବ ମୁଁ ଆସିଲି ଗଲି ଖାଇଲି ପିଇଲି ସେମିତି କିଛି ନାହିଁ ଆଜି ଟିକେ ମାର୍କେଟ ସପିଂ କରିବାକୁ ଯିବାକୁ ପଡ଼ିବ ଟିକେ ଏକ ନମ୍ବର ସାଇଡ଼୍କି ଯିବାକୁ ପଡ଼ିବ କଳ୍ପନା ଯିବାକୁ ପଡ଼ିବ ଟିକେ ବୁଲାବୁଲି କରିକି ଫାଇନାଲ୍ ଆସିଲା ପରେ ଦୁର୍ଗା ପୂଜାକୁ ଫ୍ୟାମିଲିକି ନେଇକି ମାନେ ସ୍ତ୍ରୀ ଆଉ ଝିଅକୁ ନେଇକି ଘରେ ଛାଡ଼ିକି ଆସିବି ସେ ତାଙ୍କର 1.5 ମାସ ପ୍ଲସ୍ ହେଇଯିବ ତାପରେ ହେଉଛି ସେ ଫେର୍ ଯାଇକି ସେ 2025 ଜାନୁଆରୀ ଫେବୃଆରୀ ଭିତରେ ଆସିବେ ତେଣୁକରି ତାଙ୍କୁ ଟିକେ ଖାଲି ସପିଂ କରିକି ତାପରେ ହେଉଛି ଟିକେ ବୁଲାବୁଲି କରିକି ଆଣିସାରିଲା ପରେ ଲାଗୁଛି ତ ଆଜି ପୁରା ପକେଟ ତ ଫାଙ୍କା ହେବ କିନ୍ତୁ ଗାଇସ୍ ସେମିତି କିଛି ନୁହେଁ କ'ଣ କରିବା ଭାଇ ମ୍ୟାରେଜ୍ କରୁଛୁ ମାନେ ତ ଦାୟିତ୍ୱ ରେସ୍ପନ୍ସିବିଲିଟି ତ ହେଉଛି କରିବାକୁ ପଡ଼ିବ ତ ଗାଇସ୍ ଗୋଟେ ମାନେ ମୁଁ ଯେଉଁ ଆସିଲା ଟାଇମ୍ର କିଛି ବାଟ ଗଲା ଟାଇମ୍ର ମୋତେ ଗୋଟେ ଲୋକ ଆଡ୍ରେସ୍ ପଚାରିଲା କହିଲା ଭାଇନା ଏଇଟା ଆଡ୍ରେସ୍ କେଉଁଠି କ'ଣ ଆକ୍ଚୁଆଲି ମୁଁ ଏଠି 10 ବର୍ଷ ହେଲା ରହିଲିଣି କିନ୍ତୁ ସେ ଯେଉଁ ଆଡ୍ରେସ୍ଟା କହୁଛନ୍ତି ଏଇ ଲୋକେସନ୍ ଭିତରେ ଏତେ ଆର୍ଲି ମର୍ଣ୍ଣିଂର ପ୍ରାୟ ବେଶୀ ଲୋକ ବି କେହି ଥିବେନି ଜଣକୁ ଆଡ୍ରେସ୍ କହିବା ପାଇଁ ବା ଜଣେ ଯଦି କିଛି ପଚାରିଲା ବି କହିବା ପାଇଁ ତେଣୁକରି ମୁଁ ତା ହାବଡ଼ରେ ପଡ଼ିଗଲି ଆଉ ସେ ଲୋକ ମୋତେ ପଚାରିଲା ଭାଇନା ଏଇଟା ଆଡ୍ରେସ୍ କେଉଁଠି ଆକ୍ଚୁଆଲି ଏଇ ଲୋକେସନ୍ ଭିତରେ ଏଇ ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରି ଭିତରେ ମଞ୍ଚେଶ୍ୱର ଭିତରେ କିନ୍ତୁ କେୟାର ମୋତେ ଆକ୍ଚୁଆଲି ଆଡ୍ରେସ୍ ଜଣା ନାହିଁ ତାହେଲେ ମୁଁ ମିଛ ବି କହିପାରିବିନି ଯେ ଭାଇନା ଏଠିକି ଯାଅ ସେଠିକି ଯାଅ ଏତେ ବଡ଼ ଗାଡ଼ିଟା ଲରିଟା ନେଇକି ଆସିଛି ବୁଲିବ ଇଏ କରିବ ତେଣୁକରି ମୁଁ କହିଲି ନା ଭାଇ ମୁଁ ଜାଣିନି କହିଲେ ଆରେ ଆପଣ ତ ଲୋକାଲ୍ ଲୋକ ଭଳିଆ ଲାଗୁଛ ବା ପାଖ ଏଠି ରହୁଛ ତୁମେ ଏଇ ଆଡ୍ରେସ୍ ଜାଣିନ ଇଏ କରିନ ବୁଢ଼ାଟା ମୋର ଭାରି ମଜାକ ଉଡ଼େଇଲା କେୟାର ତାଙ୍କୁ ମୁଁ ଗୋଟେ ଅନ୍ୟ ଦୋକାନ ଦେଖେଇଦେଲି ମୁଁ କହିଲି ଯାଆନ୍ତୁ ସେ ଭାଇନାଙ୍କୁ ପଚାରନ୍ତୁ ୟାର ସକାଳୁ ସକାଳେ ଦିମାଗ ବି ଏମାନେ ଖରାପ କରିଦେଉଛନ୍ତି ମାନେ କ'ଣ କହିବି ମାନେ ଏମିତି ବି ଲୋକ ଅଛନ୍ତି ଯଦି ତୁମେ ଆଡ୍ରେସ୍ ଜାଣିନ ଯଦି କହିବ ଯେ ଭାଇ ମୁଁ ଜାଣିନାହିଁ ଆଡ୍ରେସ୍ ତାହେଲେ ସେମାନେ ତୁମକୁ ଏଇ ଟାଇପ୍ର ଆନ୍ସର୍ ଦେବେ ଆରେ ଭାଇ ସେମିତି କ'ଣ ନିହାତି ଆବଶ୍ୟକ ମୁଁ ଗୋଟେ ଜାଗା 20 ବର୍ଷ ରହିଛି ବୋଲି ମୁଁ ଜାଣିବି ମୋର ଆବଶ୍ୟକ କ'ଣ ଜାଣିବା ହେଲା ତେଣୁକରି ଲୋକଙ୍କର ମାଇଣ୍ଡ ସେଟ୍ ଭାରି ମାନେ ଅଲଗା ଟାଇପ୍ର ଆଉ ସେକେଣ୍ଡ କଥା ଗାଇସ୍ ଦେଖନ୍ତୁ ମୁଁ ଫାଇନାଲ୍ ତ ଆଜି ପଳେଇ ଆସିଛି ଅଫିସ୍ କିନ୍ତୁ କାମ ତ ରବିବାର କାମ ଆଜି ସେମିତି କିଛି ନାହିଁ ଯାହା ବି ହଉ ରବିବାର କାମ ସରିକି ଟିକେ ଘରକୁ ଯିବା ରୁମ୍କୁ ଯିବା ଖିଆପିଆ କରିକି 9ଟା 9:30 ଭିତରେ ଟିକେ ବାହାରିବା ମାନେ ଆପଣଙ୍କର ହେଉଛି ଟିକେ 1 ନମ୍ବର ଆଡ଼ିକି ଯିବା ତାପରେ ବୁଲାବୁଲି କରିକି ବେବିଙ୍କ ସହିତ ଆସିବା ଗାଇସ୍ ଦେଖନ୍ତୁ ମୁଁ ତ ସୁଭଦ୍ରା ବି କହିଥିଲି ଯେ ଆପ୍ଲାଏ ବି ମୁଁ ବି ଏପର୍ଯ୍ୟନ୍ତ କରିନି ମୋ ୱାଇଫ୍ଙ୍କର ଆଉ ଫାଇନାଲ୍ ମୁଁ ଘରକୁ ଗଲେ କରିବି ଏଠି ସବୁ ଟାଉଟର ଚୋର ଗୁଡ଼ାକ ଆସୁଛନ୍ତି ଭୁବନେଶ୍ୱରର ଖାଲି ପଇସା ପତ୍ର ନେଉଛନ୍ତି କିନ୍ତୁ କାମ ନାହିଁ ହେଲା ଯିଏ ଯେଉଁଠି ପାଇଲା ସେଠି ସୁଭଦ୍ରା ଏଠୁ ଖୋଲିକି ବସିଗଲା ତେଣୁକରି ମୁଁ ଅଗଷ୍ଟ ନା ଅକ୍ଟୋବର ଯେଉଁ ଯିବି 8-10 ଭିତରେ ଯିବି ଘରକୁ ଗଲେ ତା ନେକ୍ସଟ ଡେ ଯେଉଁଦିନ ଯିବି ତା ନେକ୍ସଟ ଡେ ଇଭିନିଂରେ କରିବି ନହେଲେ ଯେଉଁଦିନ ଯିବି ସେଇଦିନ ଇଭିନିଂଟା କରିବି କିନ୍ତୁ କରିବାକୁ ପଡ଼ିବ ନକଲେ ହେବନି ଭାଇ ଫ୍ରିର ମଫଟର 50,000 ମିଳିବ 5 ବର୍ଷକୁ କାହିଁକି କରିବାନି ସରକାର ତ ଏବାଟେ ଲୋଟିବ ତେଣୁକରି ଯାହା ବି ହଉ ଗାଇସ୍ ଗୋଟେ କଥା କହୁଛି ଯଦି ଇଏ ଭିଡ଼ିଓ ଆପଣଙ୍କୁ ମୋତେ ଭଲ ଲାଗୁଛି ସେମିତି କିଛି ରେସ୍ପନ୍ସ ମିଳୁନି କିଛି ସପୋର୍ଟ ବି ଖାସ୍ ମିଳୁନି ପ୍ଲିଜ୍ ଗାଇସ୍ ଯଦି ସେମିତି କିଛି ଭିଡ଼ିଓ ଆପଣଙ୍କୁ ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଥିବ ସୋ ପ୍ଲିଜ୍ ଗାଇସ୍ ଆପଣମାନେ ଲାଇକ୍ କରନ୍ତୁ ସେୟାର କରନ୍ତୁ ଆଣ୍ଡ ସବସ୍କ୍ରାଇବ୍ କରନ୍ତୁ ଆଉ ଓଡ଼ିଶାରେ ଏବେ ରିସେଣ୍ଟଲି ଗୋଟେ ଆର୍ମି କେସ୍ ହେଇଛି ଆର୍ମି ଅଫିସରକୁ ଆମ
पुलिस डिपार्टमेंट बहुत लज्जाजनक कथा सुनला बेलू भी न्यूज़ भारी खराब लगुच किंतु मुझे देखली से माने काली सीसीटीवी फुटेज सबू सीसीटीवी फुटेज को कमिश्नर पुलिस शेयर कर होटेल बार रेस्टोरेंट मेडिकल मेडिकल को एंट्री करवा मेडिकल को फिर आउट माने बाहर सब क्षेत्र में से माने सीसीटीवी फुटेज शेयर कर किंतु खैर मत लगुन सीसीटीवी देखो जड़े सीना मिछ कही पार्थो किंतु ये जो सीसीटीवी फुटेज सी तो मिछ कह ना तेणुक कौन भाव क्या कौन कह एटा एक्चुअली सत घटना कि मिथ्या घटना कौन से झील तो एमती कांदुची माइला पिटेला रेप कला कौन सब दुनिया कथा कि तो एक्चुअली मत सेमती किसी ये लगुनि देखो जिते हेल्ले भी गोटे पुलिस स्टेशन पुलिस वाला एमती केबे भी करबनी जिते भी दृष्ट पुलिस होना कहीं ये जो मिछ आलिगेसन आणुचंती मिछ ये कर मत सीटा लगुनि एटा गोटे निहाती किसी गोटे षड्यंत्र टाइप लगुच मत लगुच ओडिशा को बदनाम करने को चाहते है किंतु खैर सेमती किसी ना जहाँ भी हो भगवान करंतु सेमती किसी बड़ धरण इश्यू न हो ताले गाइज आज मोर भी ब्लॉग विशेष मु वॉच टाइम बेसी ब्लॉग टाइमटा मु बेसी टाइम करूनी तेणुक जिते कम टाइम रे मु 7 ରୁ 8 मिनिट भितर ब्लॉगटा को सरेवा को चाहूँगी कारण बेसी लॉन्ग टाइम ब्लॉग है ब्लॉग हाँ ब्लॉग लॉन्ग टाइम हेन कहीं 30 सेकेंड घंटे 1.5 घंटा भी लोक ब्लॉग कर सेमती से स्पॉट को जाऊँच सेमती प्लेस को जाऊँच सेमती जगह से चूज कर ब्लॉग बनाऊँ तेणुक मुझे किसी जगह जाऊनी तेणुक मो ब्लॉग एत लंबा हेल्ले कहीं एंजॉय करेंगे कहीं देखिए सो गाइस आज ब्लॉग टी मुझे रखुची नेक्स्ट ब्लॉग काली आपण सहित देखा आमती किसी नुआ नुआ कथा आणिकी आपण सहित शेयर करी रही से जय जगन्नाथ गुड।